ପୃଥିବୀର ସବୁଠାରୁ ସୁନ୍ଦରୀ ମହିଳା ଅଛନ୍ତି ଏହି ସ୍ଥାନରେ। 80 ବର୍ଷରେ ବି ଲାଗନ୍ତି ବିୟୁଟିଫୁଲ୍। ଜାଣନ୍ତୁ କେମିତି? ନିଜକୁ ୟଙ୍ଗ ଏବଂ ସୁନ୍ଦର ରଖିବାକୁ କିଏ ବା ନ ଚାହେଁ? ଯଦିଓ ଉଭୟ ଯୌବନ ଏବଂ ସୁନ୍ଦରତା ବୟସ ସହିତ ହ୍ରାସ ହେବାକୁ ଲାଗେ, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପାକିସ୍ତାନର ଏପରି ଏକ ସ୍ଥାନ ଅଛି ଯେଉଁଠାରେ 80 ବର୍ଷ ବୟସରେ ମଧ୍ୟ ମହିଳାମାନେ ମାତ୍ର 30-40 ବର୍ଷ ବୟସ୍କରେ ଦେଖାଯାଆନ୍ତି। ପାକିସ୍ତାନର ଏହି ମହିଳାମାନେ ଦୁନିଆର ସବୁଠାରୁ ସୁନ୍ଦର ବୋଲି କୁହାଯାଏ। ଗୋଟିଏ ପଟେ ଯେଉଁଠାରେ ଏଠାକାର ମହିଳାମାନେ ବୃଦ୍ଧ ହୋଇଥିଲେ ମଧ୍ୟ ୟଙ୍ଗ ଦେଖାଯାଆନ୍ତି, ତେବେ ସେଠାରେ ଥିବା ପୁରୁଷମାନେ 90 ବର୍ଷ ବୟସରେ ମଧ୍ୟ ପିତା ହୋଇପାରନ୍ତି। ଆମେ ଉତ୍ତର ପାକିସ୍ତାନ କରାକୋରମ ପାହାଡ଼ରେ ଥିବା ହୁଞ୍ଜା ଉପତ୍ୟକାରେ ରହୁଥିବା ହୁଞ୍ଜା ସମ୍ପ୍ରଦାୟର ବିଷୟରେ କହୁଛୁ। କୁହାଯାଏ ଯେ ଏଠାରେ ଥିବା ଲୋକମାନେ ହାରାହାରି 120 ବର୍ଷ ବଞ୍ଚନ୍ତି। ହୁଞ୍ଜା ସମ୍ପ୍ରଦାୟର ଲୋକଙ୍କୁ ବୁର୍ସ ମଧ୍ୟ କୁହାଯାଏ। ସେମାନେ ବୁର୍ସସ୍କି ଭାଷା କୁହନ୍ତି। ଏହି ସମ୍ପ୍ରଦାୟର 4ର୍ଥ ଶତାବ୍ଦୀର ଭାରତକୁ ଆସିଥିବା ଆଲେକଜାଣ୍ଡାର ଦି ଗ୍ରେଟ୍ ସୈନ୍ୟବାହିନୀରୁ ଆସିଥିବା କୁହାଯାଇଛି। କୁହାଯାଏ ଯେ ପାକିସ୍ତାନର ଅନ୍ୟ ସମ୍ପ୍ରଦାୟର ଲୋକଙ୍କ ଅପେକ୍ଷା ହୁଞ୍ଜା ସମ୍ପ୍ରଦାୟର ଲୋକମାନେ ଅଧିକ ଶିକ୍ଷିତ। ହୁଞ୍ଜା ଉପତ୍ୟକାରେ ସେମାନେ ସଂଖ୍ୟା 85,000ରୁ ଅଧିକ। ଏହି ସମ୍ପ୍ରଦାୟ ମୁସଲମାନ ଧର୍ମରେ ବିଶ୍ୱାସ କରେ ଏବଂ ସେମାନେ ସମସ୍ତ କାର୍ଯ୍ୟକଳାପ ମୁସଲମାନମାନଙ୍କ ସହିତ ସମାନ। ପାକିସ୍ତାନରେ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ହୁଞ୍ଜା ଉପତ୍ୟକା ଅନ୍ୟତମ। ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ପର୍ବତର ସୁନ୍ଦରତା ଦେଖିବାକୁ ଏଠାକୁ ଆସନ୍ତି। ଏହି ସମ୍ପ୍ରଦାୟର ସୁସ୍ଥ ହୁଞ୍ଜାଜ ଏହି ହିମାଳୟରେ ଦେଖାଯାଇଥାଏ ସମେତ ଅନେକ ପୁସ୍ତକ ମଧ୍ୟ ଲେଖାଯାଇଛି। ଏହି ସମ୍ପ୍ରଦାୟରେ ଲୋକମାନେ ଶାରୀରିକ ଏବଂ ମାନସିକ ସ୍ତରରେ ବହୁତ ଶକ୍ତିଶାଳୀ। କୁହାଯାଏ ଯେ ଏଠାରେ ଥିବା ଲୋକମାନେ ଜୀବନଶୈଳୀ ହେଉଛି ସେମାନଙ୍କ ଦୀର୍ଘ ଜୀବନର ରହସ୍ୟ। ଏହି ଲୋକମାନେ ସକାଳ 5ଟା ବେଳେ ଉଠନ୍ତି। ଏଠାରେ ଲୋକମାନେ କ୍ୱଚିତ୍ ଗାଡ଼ି କିମ୍ବା ଯାନ ବ୍ୟବହାର କରନ୍ତି ଏବଂ ଅଧିକ ଚାଲନ୍ତି। ତ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଏହି ଇନଫର୍ମେସନ୍ ବା ଏହି ତଥ୍ୟଟି କେମିତି ଲାଗିଲା ନିଶ୍ଚିତ ଭାବେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଚ୍ୟାନେଲ ନୂଆ ଥିଲେ ସବସ୍କ୍ରାଇବ୍ କରିଦିଅନ୍ତୁ। ପୁଣି ଦେଖା ହେବ ନୂଆ ଏକ ଭିଡ଼ିଓରେ। ଏପର୍ଯ୍ୟନ୍ତ ରହୁଛି। ଜୟ ଜଗନ୍ନାଥ।